ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ ଗୁଡ୍ ମର୍ଣ୍ଣିଂ ଆଣ୍ଡ ମୁଁ ବହୁତ ଖୁସି କି ଆପଣ ପ୍ରତ୍ୟେକଙ୍କୁ ମୁଁ ଏହି ସକାଳ ସମୟରେ ପ୍ରଭୁଙ୍କର ବାକ୍ୟ କହିବା ପାଇଁ ଆଉ ପ୍ରଭୁଙ୍କର ବାକ୍ୟ ଆପଣମାନଙ୍କ ସମ୍ମୁଖରେ ରଖିବା ପାଇଁ ପ୍ରଭୁ ଏହି ବାକ୍ୟ ଦ୍ୱାରା ଆପଣଙ୍କୁ ଆପଣ ପରିବାରକୁ ଆପଣଙ୍କର ସମ୍ପର୍କକୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଏହି ବାକ୍ୟ ଆପଣ ପ୍ରତ୍ୟେକଙ୍କୁ କୁହନ୍ତୁ ଯେ ପ୍ରଭୁ ଆମ୍ଭମାନଙ୍କ ନିମନ୍ତେ ସେ ଆମ୍ଭ ପାଖକୁ ଆସିଛନ୍ତି ଆଉ ତାହା ଆମେମାନେ ଆଜି ସେଲିବ୍ରେସନ୍ କରୁଅଛୁ। ତାହା ଆଜି ଆମେମାନେ ଉତ୍ସାହିତର ସହିତ ନାଚୁଅଛୁ। ତାହା ଆମେମାନେ ଆନନ୍ଦ କରୁଅଛୁ। ଆନନ୍ଦ କରୁଅଛୁ କାହିଁକି ନା ଆମେମାନେ ତାହାର ଅନେକ ବିଷୟ ରହିଛି। ମୁଁ ସର୍ଟକଟ୍ରେ ଆପଣମାନଙ୍କୁ କହିବା ପାଇଁ ଚାହେଁ, ମୁଁ ଲମ୍ବା କରିବା ପାଇଁ ଚାହେଁ ନାହିଁ। କାହିଁକି ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ। ଏହା ପ୍ରଭୁଙ୍କର ବାକ୍ୟ ଜହନ 3:16 ଯାହା ଲେଖା ଅଛି। ତେଣୁ ମୁଁ ଏହି ବାକ୍ୟ ଦ୍ୱାରା ପ୍ରତ୍ୟେକଙ୍କୁ ମୁଁ କହିବା ପାଇଁ ଚାହେଁ, ପ୍ରଭୁ ଆମମାନଙ୍କୁ ପ୍ରେମ କରନ୍ତି, ଈଶ୍ୱର ଆମମାନଙ୍କୁ ପ୍ରେମ କରନ୍ତି। ତେଣୁ ସେ ଆମମାନଙ୍କୁ ରକ୍ଷା କରିବା ନିମନ୍ତେ ଆମମାନେ ଯେହେତୁ କାରଣ କାହିଁକି ଆମମାନେ ପାପରେ ଥିଲୁ, ତେଣୁ ଆମମାନଙ୍କୁ ରକ୍ଷା କରିବା ନିମନ୍ତେ ଆଉ କେହି ନଥିଲେ। ଆଉ ପ୍ରଭୁ ଆମମାନଙ୍କୁ ସେଇ ପାପରୁ ରକ୍ଷା କରିବା ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରେରଣ କଲେ। ଆଉ ସେଥିପାଇଁ ଆମେ ଆନନ୍ଦର ସହିତ ତେଣୁ ମୋର ପ୍ରିୟ ଈଶ୍ୱରଙ୍କର ଲୋକମାନେ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ପ୍ରଭୁ ପ୍ରତ୍ୟେକଙ୍କୁ ଏହି ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ବାକ୍ୟ ଦ୍ୱାରା କଥା ହୁଅନ୍ତୁ। ପ୍ରଭୁ ଏହି ବାକ୍ୟ ଦ୍ୱାରା ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ମେ ଗଡ୍ ବ୍ଲେସ୍ ୟୁ, ମେ ଗଡ୍ ବ୍ଲେସ୍ ୟୁ, ମେ ଗଡ୍ ବ୍ଲେସ୍ ୟୁ, ମେ ଗଡ୍ ବ୍ଲେସ୍ ୟୁ। ଆମେନ୍, ଆମେନ୍, ଆମେନ୍।